ये जो 1.5 वर्ष कथा कहूँ लक्ष्मण बाग आज पचार जो लक्ष्मण बाग मुझे आपको मन पकई दूसरी गोटे साधारण कथा गोटे 25 वर्ष मुख्यमंत्री केंद्रमंत्री 26-27 वर्ष गोटे दिग्गज नेता गोटे ओडिशा राजनीति रे गोटा बटवृक्ष कह गले नवीन बाबू पॉलिटिकल कैरियर आपण इलेक्शन हारीगले आप हिंजिड़ी भी हारी था ଆପଣ ଲୋକ ଲଗେଇ ପ୍ରଦୀପ ପାଣିଗ୍ରାହୀକୁ ମାରିଦେଲେ ମାନେ ମରାଧରା କରିଦେଲେ ତା ଗୋଡ଼ ହାତ ଇଞ୍ଜୁଡ଼ି ହେଇଗଲା। ପ୍ରଦୀପ ପାଣିଗ୍ରାହୀ ଯେଉଁ ଭୁବନେଶ୍ୱର ଏମ୍ସରେ ଆସି ପଡ଼ିଗଲା ସେ ହିଞ୍ଜିଳିରେ ବୁଲି ପାରିଲାନି। ପ୍ରଦୀପ ପାଣିଗ୍ରାହୀ ବି ହିଞ୍ଜିଳିରେ ବୁଲିଥିଲା ଆପଣ ସେଠି 10-15 ହଜାର ଭୋଟରେ ହାରିଥାନ୍ତେ। ବିଧାନସଭାକୁ ଆପଣ ଏଥର ପଶି ପାରିନଥାନ୍ତେ। ବିଜେପିର ଷ୍ଟ୍ରାଟେଜି ଥିଲା ଆପଣଙ୍କୁ ଏଥର ବିଧାନସଭାରେ ପୁରେଇ ଦେଇନଥାନ୍ତେ। ଏଇଟା ଆଜ୍ଞା ବିଜେପିର ଖାଲି ଷ୍ଟ୍ରାଟେଜି ଥିଲା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୋରାଲ ସପୋର୍ଟ ଥିଲା। ନବୀନ ପଟ୍ଟନାୟକ ବିଧାନସଭାରେ ପୁରେଇ ଦିଅନି ଆପଣ କ'ଣ ଜାଣିଥିଲେ? କିନ୍ତୁ ଆପଣ ଗୁଣ୍ଡା ଲଗେଇକି ପ୍ରଦୀପ ପାଣିଗ୍ରାହୀକୁ ଇଞ୍ଜୁର୍ଡ କରିଦେଲା ପରେ ସେ କ୍ୟାମ୍ପେନିଂ କରିପାରିଲାନି। ଆପଣ ବାଇଚାନ୍ସ 6-7 ହଜାର ଭୋଟରେ ହିଞ୍ଜିଳିରୁ ଜିତି ପଳେଇ ଆସି ବିଧାନସଭାରେ ବିରୋଧୀ ଦଳ ନେତା ଗୋଟେ ନାଟକ ଚଲେଇଛନ୍ତି। ଆପଣଙ୍କ ପଲିଟିକାଲ କ୍ୟାରିୟରରେ ଆପଣ ପ୍ରଥମ ଥର ପାଇଁ ନିର୍ବାଚନ ହାରିଲେ, ଯେଉଁ ଲୋକଟା ହାରିଲା ତାର ଫଟୋ ତା ଭିଡ଼ିଓ ମଗେଇକି ଆପଣ ସେଇଦିନ ଦେଖିବା କଥା। କିଏ ମହାଶୟ ମୋତେ ଏମିତି ହରେଇଦେଲା ଗୋଟେ ଲୋ ପ୍ରୋଫାଇଲ୍ ଲୋକ। ଆପଣ କିନ୍ତୁ ଯେଉଁଦିନ ଲକ୍ଷ୍ମଣ ବାଗଙ୍କୁ ପ୍ରଥମ ବିଧାନସଭାରେ ଭେଟିଲେ ବହୁତ ଗଣମାଧ୍ୟମକୁ ଚିତ୍ରଣ କଲେ ଗୋଟେ ମାନେ ଅତି କୌତୂହଳ ସିନ୍ ସୃଷ୍ଟି ହେଲା ବିଧାନସଭାରେ ନବୀନ ଲକ୍ଷ୍ମଣ ବାଗ ମୁହାଁମୁହିଁ। ନୋ, ମୋ ଭାଷାରେ ଆପଣ ଅହଙ୍କାର ଏତେ ମାତ୍ରାରେ ଥିଲା ଯେ ଗୋଟେ ନିର୍ବାଚିତ ପ୍ରତିନିଧି ଗୃହରେ ଅଛି, ପବିତ୍ର ଗୃହ, ଯେଉଁ ଗୃହରେ ଆପଣ 25 ବର୍ଷ ହେଲାଣି ସଦସ୍ୟ ନେତା ଥିଲେ, ଏବେ ପୂର୍ବତନ ନେତା। ଆପଣ ଆସୁଛନ୍ତି, ଆପଣ ଜଣେ ଦୀର୍ଘଦିନ ମୁଖ୍ୟମନ୍ତ୍ରୀ ଥିବା, ଆପଣ ଜଣେ ରାଜନୈତିକ ଦଳର ସଭାପତି, ଆପଣଙ୍କୁ ସମ୍ମାନ ଜଣାଇକରି ଆପଣଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଯେ ନିର୍ବାଚନରେ ଆପଣଙ୍କୁ 15-16 ହଜାର ଭୋଟରେ ହରେଇଛି, ସେ ଟେବୁଲ ଉପରେ ଛିଡ଼ା ହେଇ ପଡ଼ିଲେ ଆପଣଙ୍କୁ ସମ୍ମାନ ଦେବା ପାଇଁ। ଆପଣ ପଚାରିଲେ ହୁ ଆର୍ ୟୁ? ସେ ଯେତେବେଳେ ତାଙ୍କ ନାଁ କହିଲେ ମୁଁ ଲକ୍ଷ୍ମଣ ବାଗ, ଆପଣ ସେଠୁ କହୁଛନ୍ତି ଓ ୟୁ ଡିଫିଟେଡ୍ ମି। ଆପଣଙ୍କର ଅହଙ୍କାରର ସୀମା କେତେ ଉପରେ ଅଛି ଚିନ୍ତା କରନ୍ତୁ। ସେ ଗୋଟେ ଲୋକ ଆପଣଙ୍କୁ ହରେଇଛି, ଆପଣ ସେମ୍ ଡେରେ ତାର ଫଟୋ ଭିଡ଼ିଓ ମୁଁ ଯାହା କହିଲି ଆଗରେ ଲୋକର ଫେସ୍ଟା ମୁଁ ଦେଖିଥାଏ। ମୁଁ ତ ବିଧାନସଭାରେ ଯେମିତି ହେଲେ ଫେସ୍ କରିବି। ମୁଁ କମ୍ ସେ କମ୍ ଆପଣ ଯଦି ରାଜନୈତିକ ପରିପକ୍ୱତା ଥାନ୍ତା, ସାମ୍ବିଧାନିକ ବିଧି ବ୍ୟବସ୍ଥା ପ୍ରତି ସମ୍ମାନ ଥାନ୍ତା, ଯେଉଁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ବା ଗଣତାନ୍ତ୍ରିକ ମୂଲ୍ୟବୋଧ ଯଦି ଆପଣଙ୍କ ପାଖରେ ଟିକିଏ ବି ସୌଜନ୍ୟତା ଥାନ୍ତା, ଆପଣ ପ୍ରଥମ ଗୃହରେ ପଶିକିରି ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ତାଙ୍କୁ ତ ଯାହା ସାକ୍ଷାତ ଆଲୋଚନା ହେଲା ଆପଣ ସେଠି ପଚାରିବା କଥା ଯେ ମୋତେ ଯିଏ ଡିଫିଟ୍ କରିଥିଲେ ସେ କୁଆଡ଼େ ଗଲେ? ଏଇଟା ବିଜୁ ପଟ୍ଟନାୟକ କରିଥାନ୍ତେ।